ଜୟ ଜଗନ୍ନାଥ। ସ୍କନ୍ଦ ପୁରାଣ ଉତ୍କଳଖଣ୍ଡ ନବମ ଅଧ୍ୟାୟ। କହନ୍ତି ଜୈମିନୀ ମୁନି ଶୁଣି ଋଷିଗଣ, ସ୍ୱଦେଶକୁ ବିଦ୍ୟାପତି କରନ୍ତେ ଗମନ। ସାୟଂକାଳ ହେଲା ଦେବେ ଆସିଲେ ତୁରିତ, ସ୍ୱୟଂ ଭୁବନରୁ ନୀଳାଚଳେ ଉପସ୍ଥିତ। ଏ ସମୟେ ଅତି ବେଗେ ବହିଲା ପବନ, ସମୁଦ୍ର ବାଲିରେ ପୂର୍ଣ୍ଣ ହେଲା ସେହି ସ୍ଥାନ। ତହିଁ ହେଲା ବୃଷ୍ଟିରୋଧ ଦେବଗଣଙ୍କର, ପୁରୁଷୋତ୍ତମକୁ ଧ୍ୟାନ କରିଲେ ସତ୍ୱର। ମୁହୂର୍ତ୍ତ ପର୍ଯ୍ୟନ୍ତ ଦେବଗଣ କଲେ ଧ୍ୟାନ, ଧ୍ୟାନ ଶେଷରେ ଦେଖିଲେ ବାଲିପୂର୍ଣ୍ଣ ସ୍ଥାନ। ଇନ୍ଦ୍ରିୟ ଗଣ ବିକୃତ ହୁଅନ୍ତି ସେ କାଳେ, ନୀଳମାଧବ ରୋହିଣୀ କୁଣ୍ଡ ନ ଦେଖିଲେ। ଚିନ୍ତାରେ ଆକୁଳ ହୋଇ ସର୍ବେ ଦେବଗଣ, କି ହେଲା କହି କରିଲେ ରୋଦନ। ଆଜି କି ଦୁର୍ଦ୍ଦିନ ଆସି ହେଲା ଉପସ୍ଥିତ, କ୍ଷଣ କାଳରେ ମାଧବ ହେଲେ ଅନ୍ତର୍ନିହିତ। ହେ ପୁରୁଷୋତ୍ତମ ଆମ୍ଭେ କଲୁ କେଉଁ ଦୋଷ, ସେବକ ଗଣକୁ ଛାଡ଼ି ହୋଇଲ ଅଦୃଶ। ଯାହାଙ୍କ ନିମିତ୍ତ ଦେହ ଧାରୀ ହୋଇଥିଲ, ତାହାଙ୍କୁ ଅନ୍ୟଥା କରି ଅଦୃଷ୍ଟ ହୋଇଲ। କମଳ ନୟନୀ ତୁମ୍ଭ ଶରୀର ଉତ୍ପନ୍ନ, ଆମ୍ଭମାନଙ୍କୁ ଛାଡ଼ି ନ କରିଲ ଅକର୍ମ। ହୋଇଛୁ ନାମକୁ ମାତ୍ର ସ୍ୱର୍ଗର ଦେବତା, ଅନ୍ତର୍ହିତ ହୋଇ ରହି କଲେ ଏହି କଥା। ହେ ଯଜ୍ଞ ପୁରୁଷ ଯଜ୍ଞକାରୀ ଦ୍ୱିଜଗଣ, ତୁମ୍ଭର ପ୍ରତିସାଧନ କରିବା କାରଣ। ଆମ୍ଭମାନଙ୍କୁ ଆପଣଙ୍କ ଅଂଶରୁ ଉତ୍ପନ୍ନ, ଜାଗାରେ କରନ୍ତି ହରି ଆମ୍ଭଙ୍କୁ ଆପଣ। ଆମ୍ଭେମାନେ ଆପଣଙ୍କ ଆଦେଶାନୁସାରେ, ଜାଗକୁ ଫଳ ଦେଉ ଯୋଉମାନଙ୍କରେ। ଆମ୍ଭର ଦେହ ତୁମ୍ଭରି ଅଂଶ ଉତ୍ପନ୍ନ, ଏହି ଅହଙ୍କାର ରୂପେ କବଚେ ଆଚ୍ଛନ୍ନ। ତୁମ୍ଭ ଅନୁଗ୍ରହ ପାଇଁ ଜୀବନ ଧାରଣ, କରିଅଛୁ କି କରିବୁ ଆମ୍ଭେ ଏହି କ୍ଷଣ। ଛାଡ଼ି କରି କେଣେ ଗଲ ଆମ୍ଭଙ୍କୁ ଆପଣ, କେଉଁ ଦିଗକୁ କରିବୁ ଭୟେ ପଳାୟନ। ହେ ମାଧବ ନ ପାଇବୁ ଯଦି ଦରଶନ, ସ୍ୱର୍ଗ ବା ମୂର୍ତ୍ତେ ଭୁବନେ କେଉଁ ପ୍ରୟୋଜନ। ହେ ଦେବ ଆପଣ ଏବେ ପରିତ୍ୟାଗ କଲ, ଆମ୍ଭମାନଙ୍କୁ ବ୍ୟର୍ଥ ହୋଇଲା ସକଳ। ନିଷ୍କଳଙ୍କ ଶଶଧର ପରି ଶୋଭାମାନ, ଆପଣଙ୍କ ମୁଖ ପଦ୍ମ ନ କଲୁ ଦର୍ଶନ। ସ୍ୱର୍ଗକୁ କି ପାଇ ଆଉ କରିବୁ ଗମନ, ଘୋର ତପସ୍ୟା କରିବୁ ରହି ଏହି ସ୍ଥାନ। ଯଦ୍ୟପି ପୁଣ୍ଡରୀକାକ୍ଷ ନ ପାଉ ଦର୍ଶନ, ସକାଳେ କରିବୁ ଜଟାବଳକ ଧାରଣ। ଆମ୍ଭେ ବନବାସୀ ହୋଇ କରିବୁ ଭ୍ରମଣ, ଦୟାସାଗରେ ବିନ୍ଦୁଏ ଦୟା କର ଦାନ। ଆମ୍ଭେ ହୋଇଲୁ ଅନାଥ ଆଉ ଅତି ଦୀନ, ଶରଣ ଗଲୁ ଆମ୍ଭକୁ କରି ପରିତ୍ରାଣ। ଆହେ ପ୍ରଭୁ ନ କରଣ ତୁମ୍ଭଙ୍କୁ ଦର୍ଶନ, ଏକାନ୍ତ ଶୋକ ସାଗରେ ହୋଇଗଲୁ ମଗ୍ନ। ସାକ୍ଷାତକାର ଦାନ ରୂପ ନୌକାରେ ଆପଣ, ଏ ଶୋକ ସାଗରୁ ବେଗ କରି ପରିତ୍ରାଣ। ବିଳାପ କରନ୍ତି ଏହି ରୂପେ ଦେବଗଣ, ସହସା ଆକାଶବାଣୀ କରିଲେ ଶ୍ରବଣ। ଭଗବାନ ପୁନର୍ବାର ହେବେ ପ୍ରାଦୁର୍ଭାବ, ଶୋକରେ ଦେବତାଗଣ ନୁହଁ ଅଭିଭୂତ। ଆଜିଠାରୁ ଭଗବାନଙ୍କର ଦର୍ଶନ, ଦୁର୍ଲଭ ହୋଇବ ଶୁଣିଥାଉ ଦେବଗଣ। ଏହି କ୍ଷେତ୍ରେ ଆସି ଭଗବାନଙ୍କୁ ପ୍ରଣାମ, କରିଲେ ଦର୍ଶନ ଫଳ ପାଇବ ତତ୍କ୍ଷଣ। ବ୍ରହ୍ମାଙ୍କର ନିକଟକୁ ଯାଅ ଦେବଗଣ, ବୁଝିବ କାହିଁକି ଆମ୍ଭେ ହେଲୁ ଅନ୍ତର୍ଦ୍ଧାନ। ଦେବଗଣ ଏହି ବାଣୀ କରନ୍ତେ ଶ୍ରବଣ, ବ୍ରହ୍ମାଙ୍କର ସମୀପକୁ ଗଲେ ତତ୍କ୍ଷଣ। ପୂର୍ବେ ଯମରାଜଙ୍କୁ ଯେ କଲେ ଅନୁଗ୍ରହ, ତେଣୁ ପ୍ରଭୁ ଦାରୁ ରୂପେ ଧରିବେ ନିଶ୍ଚୟ। ଏମନ୍ତ ବ୍ରହ୍ମାଙ୍କଠାରୁ ଶୁଣି ଦେବଗଣ, ସନ୍ତୁଷ୍ଟ ହୋଇ ସ୍ୱର୍ଗକୁ କରିଲେ ଗମନ। ବିଦ୍ୟାପତି ବାରତା ଶୁଣି ମୁନିଗଣ, ଅତି ସତ୍ୱର କରିଲେ ରଥ ଆରୋହଣ। ମନେ ମନେ ବିଚାରିଲେ କାର୍ଯ୍ୟ ସିଦ୍ଧି ହେଲା, ଶ୍ରୀନୀଳ ମାଧବଙ୍କର ଦର୍ଶନ ମିଳିଲା। ଏକ୍ଷେତ୍ରେ ଚତୁର୍ଦିଗ କରିଲି ଭ୍ରମଣ, କ୍ଷେତ୍ର ମଧ୍ୟରେ ସର୍ବସ୍ଥାନ କଲି ଦର୍ଶନ। ଯେ ନାମ କୀର୍ତ୍ତନ କଲେ ହୁଏ ପାପ କ୍ଷୟ, ସେହି ପ୍ରଭୁଙ୍କ କ୍ଷେତ୍ରକୁ ଆସିଛି ନିଶ୍ଚୟ। ଏହି ମହାକ୍ଷେତ୍ରକୁ ବେଗ କରି ପଦେ ପ୍ରଦକ୍ଷିଣ, ଅବିଳମ୍ବେ ସ୍ୱଦେଶକୁ କରିବି ଗମନ। ପାପ ନାଶୀ କରି ନୀଳ ସୁନ୍ଦର ପର୍ବତ, ସମୁଦ୍ର ତଟରେ ସେ ପୁରୁଷୋତ୍ତମ କ୍ଷେତ୍ର। 7ବାର କଲେ ପୁନର୍ବାର ପ୍ରଦକ୍ଷିଣ, ଥରେ କ୍ଷେତ୍ର ପରିକ୍ରମା ସଙ୍ଗରେ ସମାନ। ଏକଥା ମିତ୍ର ମୁଖରୁ ଶୁଣିଅଛି ମୁହିଁ, ବ୍ରାହ୍ମଣ ଏ ରୂପ ଚିନ୍ତା ମନରେ କରଇ। ନାନାତରୁ ସୁଭୂଷିତ କାନନରେ ପୂର୍ଣ୍ଣ, ପୁରୁଷୋତ୍ତମ କ୍ଷେତ୍ରକୁ କଲେ ପ୍ରଦକ୍ଷିଣ।
ମନୋହର ବନେ ପକ୍ଷୀ କୂଜନ ଦେଖିଲେ, ଉଚ୍ଛାଦନରେ ଭ୍ରମର ଗୁଞ୍ଜନ ଶୁଣିଲେ। ଛାୟା ପ୍ରଦାନ କରେ ତହିଁ ସୂର୍ଯ୍ୟଙ୍କ କିରଣ, ସକଳ ଋତୁ କୁସୁମ ତହିଁ ବିକଶିତ। ସେ ସ୍ଥାନ ବିବିଧ ଲତା ଗୁଳ୍ମେ ସୁଶୋଭିତ, ପ୍ରତି ସରୋବରେ ଆଉ ଲତାମାନଙ୍କରେ ପ୍ରସ୍ଫୁଟିତ ହୋଇ ପୁଷ୍ପ ଜନେ ମନୋହରେ। ପଦକ୍ଷିତ କରି ସାରି କ୍ଷେତ୍ର ତ୍ୟାଗ କଲେ, ଉପବାସ ରହି ଜଗନ୍ନାଥଙ୍କୁ ଚିନ୍ତିଲେ। ସାୟଂକାଳ ପ୍ରବେଶିଲେ ଅବନ୍ତୀ ନଗରେ, ଦ୍ୱିଜ ଆଗମନ ଦୂତ ଗଣ ଦେଖି ଦୂର, ରାଜାଙ୍କ ନିକଟେ ଯାଇ ପ୍ରବେଶ ହୋଇଲେ। ବିଦ୍ୟାପତିଙ୍କର ଆଗମନ ଜଣାଇଲେ, ଶୁଣନ୍ତେ ଇନ୍ଦ୍ରଦ୍ୟୁମ୍ନ ହୋଇଲେ ସନ୍ତୋଷ। ଯଥାବିଧି ନାରାୟଣ ପୂଜା କଲେ ଶେଷ, ପଣ୍ଡିତମାନଙ୍କ ସହ ଆନନ୍ଦ ଚିତ୍ତରେ। ବିଦ୍ୟାପତିଙ୍କୁ ପ୍ରତୀକ୍ଷା କରିଣ ରହିଲେ, ବିଦ୍ୟାପତି ରାଜଦ୍ୱାରେ ପ୍ରବେଶ ହୋଇଲେ। ଦ୍ୱାରପାଳ ବେତ ଧରି ଆଗରେ ଚଳିଲେ, ପୁରବାସୀ ଆନନ୍ଦରେ ପଛରେ ଧାମନ୍ତି। ରାଜାଙ୍କ ଆଗରେ ଯାଇ ହେଲେ ଉପସ୍ଥିତ, ଶ୍ରୀନୀଳ ମାଧବଙ୍କର ନିର୍ମାଲ୍ୟ ଯେ ମାଳ, ରାଜାଙ୍କ ହସ୍ତରେ ନେଇ ବିପ୍ର ଅର୍ପିଲା। ବିଦ୍ୟାପତିଙ୍କୁ ଦର୍ଶନ କରନ୍ତେ ରାଜନ, ସିଂହାସନ ପରିତ୍ୟାଗ କଲେ ତତ୍କ୍ଷଣ। ଜଗଦୀଶ ସୁପ୍ରସନ୍ନ ହୁଅନ୍ତୁ ବୋଇଲେ, ବିଦ୍ୟାପତି ନିକଟକୁ ଉପସ୍ଥିତ ହେଲେ। ଆଜି ତ ମୋର ଜୀବନ ହୋଇଅଛି ଧନ୍ୟ, କର୍ମ ସଫଳ ଆବର ସଫଳ ଜୀବନ। ପ୍ରଭୁଙ୍କ ଭୂଷିତ ମାଳ ନିର୍ମାଲ୍ୟ ଉତ୍ତମ, ଶୃଗୃହେ ରହି ଭାଗ୍ୟକୁ କରିଲି ଦର୍ଶନ। ନୀଳମାଧବଙ୍କ ମସ୍ତକରେ ଥିଲା ମାଳ, ଗନ୍ଧ ନିରୁପମ ପୂର୍ଣ୍ଣ ସୌରଭରେ ଭରା। କଳ୍ପବୃକ୍ଷ କୁସୁମର ଅତି ନୂନ୍ୟ ଗନ୍ଧ, ପାପରାଶି ଦୂର ଯାଏ ପାଇ ମାଳ ଗନ୍ଧ। ଗନ୍ଧ ଆକୃଷ୍ଟରେ ଭ୍ରମର ଦଳନ ତୋଳନ୍ତି, ତେଣୁ ଏ ମାଳାକୁ ତହିଁ କରିଛି ପ୍ରଣତି। ଯାର ପଦରଜ ଥାଇ ସର୍ବେ ଦେବଗଣ, ପରନ୍ତୁ ସମ୍ପଦ ଲଭି ହୋଇଛନ୍ତି ଧନ୍ୟ। ବିଷ୍ଣୁଙ୍କର କଳେବର ସ୍ପର୍ଶରୁ ପବିତ୍ର, ପ୍ରଭୁଙ୍କ ଅଙ୍ଗରାଗରେ ହୋଇଛି ରଞ୍ଜିତ। ଏହି ମନୋହର ମାଳା ପାଇ ହେଲି ଧନ୍ୟ, ଏ ମାଳକୁ ବାରମ୍ବାର କରୁଛି ପ୍ରଣାମ। ଲକ୍ଷ୍ମୀ ଦେବୀ ବିଷ୍ଣୁହୃଦ ପଦ୍ମବିହାରିଣୀ, ବିଷ୍ଣୁଙ୍କର ସଙ୍ଗେ ରହି ଅତି ସେ ମାନିନୀ। ଲକ୍ଷ୍ମୀଙ୍କର ଗର୍ଭମାଳା କରିଅଛି ଦୂର, ଯେହେତୁ ଏ ମାଳା ଥିଲେ ବିଷ୍ଣୁ ବକ୍ଷସ୍ଥଳ। କୁସୁମ ସୌନ୍ଦର୍ଯ୍ୟ ଠାରୁ ଲକ୍ଷ୍ମୀ ଠାରୁ ନୂନ୍ୟ ନୁହେଁ, ଲକ୍ଷ୍ମୀ ସପତଣୀ ରୂପେ ମାଳା ହୃଦେ ଥାଏ। ଲକ୍ଷ୍ମୀକାନ୍ତଙ୍କର ଦେହ କରି ଅବସ୍ଥିତ, ତେଣୁ ଏ ମାଳା ଲୋଭନ୍ତି ସୌଭାଗ୍ୟର ସୁଖାଦ୍ୟ। ସୌନ୍ଦର୍ଯ୍ୟ ଅଧିକ ଆଉ ସୌରଭ ମଣ୍ଡିତେ, ହୋଇଅଛି ଏ ମାଳା ରକ୍ଷା କର ଲକ୍ଷ୍ମୀକାନ୍ତେ। ପ୍ରଭୁ ଦେବ ନୀଳାଚଳ ଶିଖର ଭୂଷଣ, ହେ ପ୍ରଣତି ଜନ ଦୁଃଖ ହାରି ଜନାର୍ଦ୍ଦନ। ତୁମ୍ଭର ପାଦପଦ୍ମରେ ଗଲି ମୁଁ ଶରଣ, ଏ ଭବସାଗରୁ ନାଥ କର ପରିତ୍ରାଣ। ମାଳିକା ଦର୍ଶନ କରି ସେହି କ୍ଷିତିପତି, ବାଷ୍ପ ଗଦ ଗଦ ବଚନ କଲେ ବହୁ ସ୍ତୁତି। ଦେହରେ ରୋମାଞ୍ଚ ଜାତ ହେଲା ତତ୍କ୍ଷଣ, ଭୂତଳେ ମସ୍ତକ ରଖି କରିଲେ ପ୍ରଣାମ। ବିଦ୍ୟାପତି ନୀଳାଚଳେ କରନ୍ତି ଦର୍ଶନ, ଦିବ୍ୟ ହେତୁ ଧରି ପାପ ହୋଇଅଛି ଶୂନ୍ୟ। ମାଧବଙ୍କୁ ହୃଦ ପଦ୍ମେ କରି ଧ୍ୟାନ, ଉପସ୍ଥିତ ହେଲେ ଯାଇ ରାଜା ସନ୍ନିଧାନ। ମାଳ ରାଜେ ହସ୍ତ ଦେଇ କହିଲେ ଅସନ, ଯାର ତେଜେ ଯିବ ଲୋକେ କଳ୍ମଷ ଦହନ। ସେହି ନୀଳାଚଳବାସୀ ଦେବ ଜଗନ୍ନାଥ, ଦୟାକରି ଆପଣଙ୍କୁ କରିବେ କୃତାର୍ଥ। ଶ୍ରୀ ପୁରୁଷୋତ୍ତମ ମୁକ୍ତିଦାତା ଭଗବାନ, ଭକ୍ତର ନିମିତ୍ତେ କରିଛନ୍ତି ଅବସ୍ଥାନ। କରିବେ କୃତାର୍ଥ ନିଜ ସ୍ୱରୂପ ଦିଖାଇ, ଏ ଆଦେଶ ମାଳା ତଳେ ହେଲା ନାରସାଇ। ଏହା କହି ବିଦ୍ୟାପତି ରାଜାଙ୍କ ଗଳାରେ, ଲମ୍ବାଇଣ ଦେଲେ ମାଳା ଅତି ହରଷରେ। ଇନ୍ଦ୍ରଦ୍ୟୁମ୍ନ ନିଜ ହୃଦୟରେ ବିଳମ୍ବିତ, ମାଳା ଦେଖି ମନେ କଲେ ଯେଉଁ ଲକ୍ଷ୍ମୀକାନ୍ତ। ଆଲିଙ୍ଗନ କରୁଛନ୍ତି ହୃଦୟ ଦେଶରେ, ଲୋତକେ ପୂର୍ଣ୍ଣ ନୟନେ ହସ୍ତ ମସ୍ତକରେ। ଚକ୍ଷୁ ନୀଳମଣି କରି ଶ୍ରୀ ଜଗନ୍ନାଥଙ୍କୁ, ସ୍ତୁତି କଲେ ସୁଚକ୍ଷରେ ଦେଖିବେ ପ୍ରଭୁଙ୍କୁ। ପ୍ରଭୁ ଜଗନ୍ନାଥ ଦୟା ହେଉଛି ତୁମ୍ଭର, ସୃଷ୍ଟି ସ୍ଥିତି ପ୍ରଳୟ ତ କରତା ଜଗତର। ଆପଣଙ୍କ ଲୋମକୂପେ ଲୀଳାର ନିମିତ୍ତ, ଏ ବିଶ୍ୱ ବ୍ରହ୍ମାଣ୍ଡ ରହିଅଛି ପରିସ୍ଥିତ ଅବସ୍ଥିତ। ସେ ବ୍ରହ୍ମାଣ୍ଡ ଭାର ନିଜେ କରିଛି ବହନ, ନିଖିଳ ଲୋକରେ ଅନ୍ତର୍ଯ୍ୟାମୀ ନାରାୟଣ। ପ୍ରଣତ ଜନର ଆର୍ତ୍ତ କରିଛି ହରଣ, ତେଣୁ ତୁମ୍ଭ ନାମ ଆର୍ତ୍ତ ତ୍ରାଣ ପରାୟଣ।
ब्रह्मा इंद्र रुद्र आदि सर्वदेव गण मुकुट प्रभारे पाद करती प्रदन जनाछि आहे देव तुम्भे परात्पर तुम्भे ओटे अकटिप दयार सागर तना अनाथ विपन्न भक्तिमानंकर रक्षणे सर्वदा होइतिले तत्पर जगन्नाथ मु तो अटे एक दिन जन चिरकालरु मोहर आच्छन्न जीवन ଆପଣଙ୍କ ବ୍ୟତିରେକ ନାହିଁ ଅନ୍ୟ ଗତି हे भक्त ବତ୍ସଳ ଦୟା କରୁ ସମ୍ପତ୍ତି ନରପତି ଏହି ରୂପେ ବହୁ ସ୍ତୁତି କଲେ ସଦ୍ଭାଷ୍ୟ ଗଣ ସହ ଆସେନ ବେଶିଲେ ସେ ସମସ୍ତ ଅଷ୍ଟାଦଶ ବିଦ୍ୟାର ପଣ୍ଡିତ ଯାଗକାରୀ ବିପ୍ର ଗଣ ଥିଲେ ଉପସ୍ଥିତ मुनि विप्र मन्त्री बुध परिजन उपवेशन करिले सर्वजाग जन विद्यापतिଙ୍କୁ जे बहु सम्मान कले राजा सम्मुख आसने नेई बसाइले कुशल प्रश्न पचारि अति आनंदरे पुरुषोत्तम क्षेत्ରରେ महिमा पुछिले मणिमय नील माधवଙ୍କୁ स्वरूप एकाग्र चित्ते जिज्ञासा कले तहि भूप महाराजा पचारन्ते कहिला ब्राह्मण जेउ रूपे जाइथिले कले दर्शन जेपरि नील पर्वते कले आरोहण जे विधिरे कले नील माधव दर्शन रोहिणी कुंडरे स्नान करिले विस्तारी अक्षय बट महिमा कहिले विस्तारी नृसिंहको आदि करी अष्टशंभु कथा अष्टशक्तिଙ୍କର स्थिति कहिले सर्वथा जेते दीर्घ प्रति कले ताहार वर्णना रथ आरोहण करी क्षेत्र परिक्रमा क्षेत्रे प्रवेशी समुद्र स्नान परिचन्ते बुझाई कहिले विप्र राजाଙ୍କ अग्रते तीर्थयात्रीଙ୍କର मुकु पूर्वे शुणिथिले ब्राह्मण कहन्ते राजा विश्वास करिले पवित्र क्षेत्र माहात्म्य श्रवण करिले हृष्टचित्त ब्राह्मणଙ୍କୁ राजन कहिले आहे द्विज मोर आशा हेउ नाही पूर्ण आउ थरे क्षेत्र कथा करन्तु दर्शन इंद्र नीलमणि माधव मूरति वर्णन यथार्थ रूपे करन्तु सम्प्रति विद्यापति कहउछन्ति शुणन्तु राजन प्रभुଙ୍କର दिव्य मूर्ति करुछि दर्शन चर्मचक्षुरे दर्शन कले जीव जन्तु नील इंद्रमणि द्वारा से मूर्ति निर्मित पुरातन मूर्ति ब्रह्मा आदि देवगण प्रत्यय स्वर्गरु आसी करन्ति पूजन ए जेउ निर्माल्य माला करिछि धारण स्वर्ग भवनरु आनिथिले देवगण गन्धहीन न हुवई म्लान पूजा कले माधवଙ୍କୁ करिले अर्पण अनेक दिन हेलाणी ए माला नरेश सौरभ सौंदर्य किछि होई नाही ह्रास मोर देह करुछि दर्शन निर्मल भकण करी हेला पाप शून्य मनुष्य अतिरिक्त तेज लभि अछि नृपवर निर्माल्यर ए महिमा अछि निर्माल्य भक्षण बल क्षय न हुई क्षुधा तृष्णा आदि भूत दूरे चली जाई दर्शन रे भाग्योदय हुई राजन ए निर्माल्य भोग्य मुख्य करई प्रदान जरावस्था रोग नाश करे दिए बहु सुख मुक्तिदाता भगवान प्रसन्न बदन प्रस्फुटित पाद पद्म समान लोचन शरणागत जनକୁ दियन्ति अमृत जगन्नाथ कहिଛନ୍ତି से क्षेत्रे प्रभुକୁ नवम अध्याय भाषारे हेला समापत विपद सागर उद्धारिबे लक्ष्मीकांत भाषाविद पंडित गण न करि भरोसा निज गुणे क्षमा देव हरिहर दोष इति श्री स्कंदपुराणे उत्कलखंडे इंद्रदम्नु निर्माल्यमाला ग्रहणे नाम नवमोऽध्यायः आनन्दैकवार हरि बोल।